ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଭାନୁଜୀ ରାଓଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ଭାନୁଜୀ ରାଓ ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଥିଲେ। ସେ ଭକ୍ତ କବି ମଧୁସୂଦନ ରାଓଙ୍କର ନାତି ଥିଲେ। ଭାନୁଜୀ ରାଓ 1926 ମସିହା ନଭେମ୍ବର ମାସ 3 ତାରିଖରେ କଟକର କାଳିଗଳିରେ ଜନ୍ମଗ୍ରହଣ କରିଥିଲେ। ସେ ଆଜୀବନ ଅବିବାହିତ ଥିଲେ। ଶିକ୍ଷକତା ଓ ସାମ୍ବାଦିକତାକୁ ସେ ବୃତ୍ତି ଭାବରେ ଗ୍ରହଣ କରିଥିଲେ। 1958ରୁ 1960 ଯାଏଁ ସେ ମାତୃଭୂମି ଓ 1960ରୁ 69 ଯାଏଁ କଳିଙ୍ଗରେ ସାମ୍ବାଦିକତା କରିଥିଲେ। ମୟୂରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ବିଦ୍ୟାଳୟରେ ସେ 17 ବର୍ଷ ଧରି ଭାଷା ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ମୃତ୍ୟୁବରଣ କରିଥିଲେ 2001 ମସିହା ନଭେମ୍ବର ମାସ 15 ତାରିଖ ଦିନ। ତାଙ୍କ ସାହିତ୍ୟ ସାଧନା କିଭଳି ଥିଲା ସେ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଭାନୁଜୀଙ୍କ ଓଡ଼ିଆ କବିତାକୁ 1955 ମସିହା ବେଳକୁ ଆଗମନ ହୁଏ। ତାଙ୍କ ଲେଖା ଗୁଡ଼ିକରେ ସଙ୍ଗୀତ ଓ ପ୍ରକୃତିର ଭାଷା ଦେଖିବାକୁ ମିଳେ। ମଧୁସୂଦନ ରାଓଙ୍କ ଭଳି ଭାନୁଜୀଙ୍କର କବିତାରେ ଶାଣିତ, ଶୃଙ୍ଖଳିତ ଓ ସୁନ୍ଦର ଭାବେ ଦେଖିବାକୁ ମିଳେ। ସେ ଆଧୁନିକ ଜୀବନଚର୍ଯ୍ୟାର ଜଟିଳ ରୂପକୁ କବିତାରେ ଦର୍ଶାଇଛନ୍ତି। ଚିତ୍ରକଳ୍ପ ଓ ଭାଷା ପ୍ରୟୋଗରେ ତାଙ୍କର ସ୍ୱତନ୍ତ୍ରତା ରହିଥିଲା। ତାଙ୍କର ପ୍ରଥମ କବିତାଟି ଗୁରୁପ୍ରସାଦ ମହାନ୍ତିଙ୍କ ନୂତନ କବିତା 1955 ମସିହାରେ ସଂକଳନରେ ସ୍ଥାପିତ ହୋଇଥିଲା। ତାଙ୍କ ରଚନାବଳୀ ଗୁଡ଼ିକ ହେଉଛି ନଈ ଆରପାରି, ବିଷାଦ ଏକ ଋତୁ, ଚନ୍ଦନ ବନରେ ଏକା, ରକ୍ତ ମାଂସର କବିତା, ଶବ୍ଦ ସଙ୍ଗେ ଶୃଙ୍ଗାର, ଏକା ଏବଂ ଏକା ଏକା, ହଳଦୀ ପତ୍ରର ବାସ୍ନା, ଜହ୍ନର ରକ୍ତ ଧଳା। ନୂତନ କବିତା 1955ରେ ଭାନୁଜୀଙ୍କର କାଠଯୋଡ଼ି କବିତା ସ୍ଥାନ ପାଇଥିଲା। କାଠଯୋଡ଼ି କବିତାରୁ କିଞ୍ଚିଦଂଶ ଏଠାରେ ଉଦ୍ଧାର କରାଗଲା। କାଠଯୋଡ଼ି ସ୍ୱପ୍ନ ଦେଖେ, କାଶଫୁଲ ଧୋବଲା ବାଲିରେ ଅଗଣିତ ନକ୍ଷତ୍ରର ଛାଇ। ବସନ୍ତରେ ସବୁଜ ଚଢ଼େଇ, ସନ୍ଧ୍ୟା ଆସେ କାଠଯୋଡ଼ି କଥା କହେ। ବାଲି ଆଉ ନକ୍ଷତ୍ରର କଥା, ଛାୟାଚ୍ଛନ୍ନ ପୃଥିବୀର ବ୍ୟସ୍ତ ଆଉ ବିବର୍ଣ୍ଣ ଉଦରୁ ରେଳପୋଲ ପାରି ହୋଇ ଜହ୍ନ ଉଠେ କମଳା ରଙ୍ଗର। ସେ ପାଇଥିବା ସମ୍ମାନ ଓ ପୁରସ୍କାର ଗୁଡ଼ିକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 1989 ମସିହାରେ ନଈ ଆରପାରି ପାଇଁ ପାଇଛନ୍ତି। ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର 1996 ମସିହାରେ ଚନ୍ଦନ ବନରେ ଏକା କବିତା ପାଇଁ ସେ ପାଇଛନ୍ତି। ଏ ଥିଲା ଭାନୁଜୀ ରାଓଙ୍କ ଜୀବନୀ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।